ଖରାଦିନେ ପଖାଳ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି। ପଖାଳ ସହିତ ଆଜି ମୁଁ ବନେଇବି ନିମ୍ବ ପତ୍ର ଆଳୁ ବାଇଗଣ ଭଜା, ଯାହାକୁ ବି ଖଟା ପଖାଳ ସହିତ ଏକଦମ ସ୍ୱାଦିଷ୍ଟ ଲାଗିବ। ତ ନେଇଛି ମୁଁ କିଛି ଆଳୁ ନେଇଛି, ବାଇଗଣ ନେଇଛି ଏବଂ କିଛି କଅଁଳିଆ କଅଁଳିଆ ନିମ୍ବ ପତ୍ର ନେଇଛି। ଏମିତିରେ ନିମ୍ବ ପତ୍ର ତ ପିତା ଲାଗିଥାଏ, କିନ୍ତୁ ତାକୁ ଆମେ ଭଲ ଭାବରେ ଫ୍ରାଏ କରିନେବା, ଯେମିତିକି ତାର ସ୍ୱାଦ ମଧ୍ୟ ଲାଗିବ ଏବଂ ପିତାଂଶ କମ୍ ମଧ୍ୟ ଲାଗିବ। ତ କଢ଼େଇ ବସେଇକି ଗୋଟେ ଚାମଚର ମୁଁ ନେଇଛି ସୋରିଷ ତେଲ। ତେଲ ଭଲସେ ଗରମ ହେଲା ପରେ ତାକୁ କଢ଼େଇରେ ଭଲ ଭାବରେ ଖେଳେଇ ନେବା ଏବଂ ରଖିଥିବା ଆଳୁ ବାଇଗଣକୁ ତା ଦେହରେ ରଖିନେବା। ତେଲରେ ଭଲ ଭାବରେ ଆଳୁ ବାଇଗଣକୁ ଭଲସେ ମିଶାଇ ନେବା। ଜଲ୍ଦି ସିଝିବା ପାଇଁ ଏବଂ କଢ଼େଇରେ ଲାଗି ନ ଯିବା ପାଇଁ କିଛି ଆମେ ପାଣି ଛିଞ୍ଚା ଦେଇଦେବା ଏବଂ 5ରୁ 7 ମିନିଟ୍ ପାଇଁ ଗୋଟିଏ ଘୋଡ଼ଣୀ ଦେଇଦେବା। ଗ୍ୟାସ୍ର ଫ୍ଲେମ୍କୁ ହାଇରେ ନ ରଖି ଏକଦମ ମିଡ଼ିୟମ୍ରେ ରଖିନେବା। 5ରୁ 7 ମିନିଟ୍ ହେଇଗଲାଣି। ଏବେ କଭର୍ ଉଠେଇକି ଚେକ୍ କରିନେବା। ବାଇଗଣ ଆଳୁ ଆମର ଅଧାରୁ ଅଧେ ସିଝିଗଲାଣି। ଏବେ ତା ଦେହରେ ଦେଇଦେବା କିଛି ହଳଦୀ ଗୁଣ୍ଡ ଏବଂ କିଛି ଲୁଣ। ଏବେ ତାକୁ ଭଲ ଭାବରେ ଆମେ ଗୋଳେଇ ନେବା। ଏକଦମ ଦେଖନ୍ତୁ କଢ଼େଇରେ ବିଲକୁଲ ବି ଲାଗିଯାଇ ନାହିଁ। ଆମେ ଅଳ୍ପ ଯେଉଁ ପାଣି ଦେଇଥିଲେ ସେଥିପାଇଁ ବିଲକୁଲ ବି ଲାଗିନାହିଁ। ଏମିତି ଆଉ ଟିକେ ଗୋଳେଇ ନେଇ ଆଉ କିଛି ସମୟ ପାଇଁ ତାକୁ କଭରରେ ରଖିନେବା। ଯେହେତୁ ବାଇଗଣ ଏବଂ ଆଳୁ ଆମର ଏକଦମ ପତଳା ଅଛି ନା, ତ ବେଶୀ ସମୟ ବି କଭର ରଖିବାନି। 1ରୁ 1.5 ମିନିଟ୍ ପରେ ଦେଖନ୍ତୁ ଏକଦମ ପରିଷ୍କାର ଭାବରେ ସିଝି ଯାଇଛି। ବାଇଗଣ ଏକଦମ ପତଳା ଅଛି, ତ ବେଶୀ ସମୟ ଆମେ କଢ଼େଇରେ ରଖିବାନି, ତାକୁ ଏବେ କାଢ଼ି ନେବା। କଢ଼େଇରେ କାଢ଼ିଲା ପରେ ଯେଉଁ କଢ଼େଇ ଆମର ଲାଗିଯାଇଛି ତାକୁ ମଧ୍ୟ ସଫା କରିନେବା। ଏବେ ଦେବା କିଛି ଆମେ ତେଲ ଦେଇଦେବା। 2ରୁ 3 ଚାମଚ ମାପିର ସୋରିଷ ତେଲ ଦେଇଦେବା। ତେଲ ଗରମ ହେଲା ପରେ ରଖିନେବା 2-3ଟି ଶୁଖିଲା ଲଙ୍କା। କଞ୍ଚା ଲଙ୍କା ଜାଗାରେ ମୁଁ ଶୁଖିଲା ଲଙ୍କା ନେଇଛି। ଶୁଖିଲା ଲଙ୍କା ଭଜାରେ ବହୁତ ଟେଷ୍ଟ ଆଣିଥାଏ ଏବଂ ସୁନ୍ଦର ମଧ୍ୟ ଦେଖାଯାଏ। ତା ସହିତ କିଛି ମୁଁ ଜିରା ଏବଂ କିଛି କଳା ସୋରିଷ ମଧ୍ୟ ଦେଇଛି। କଳା ସୋରିଷ ଏବଂ ଜିରା ଭଲସେ ଗରମ ହେଲା ପରେ ନା, ପ୍ରଥମେ ଆମେ ଆଳୁକୁ ଭାଗ କରି ରଖିଥିଲି, ତ ଆଳୁକୁ ଦେଇଦେବା। ଯେହେତୁ ଆଳୁ ଅଂଶ ଟାଣୁଆ ରହିଥାଏ, ତ କିଛି ସମୟ ଭାଜିଲା ପରେ ଆମେ ବାଇଗଣକୁ ଦେଇଦେବା। ବାଇଗଣ ବହୁତ ପତଳା ଅଛି ଏବଂ ସେ ବୋଧେ ଅଧିକ ସିଝି ଯାଇଛି, ତ ପ୍ରଥମରୁ ଦେଇଦେଲେ ଘାଣ୍ଟି ଯିବ ନା। ତ କିଛି ସମୟ ଆଳୁକୁ ଫ୍ରାଏ କଲା ପରେ ନା ଆମେ ବାଇଗଣକୁ ଦେଇଦେବା। କିଛି ସମୟ ହେଲା ପରେ 1ରୁ 1.5 ମିନିଟ୍ ହେଇଗଲାନି, ତ ଏବେ ଆମେ ରଖିଥିବା ବାଇଗଣକୁ ଦେଇଦେବା। ବାଇଗଣ ତ ସିଝିକି ଅଛି, ବେଶୀ ଫ୍ରାଏ କରିବାର ନାହିଁ। ହାଲକା ହାଲକା ପରିମାଣରେ ତାକୁ ବାରବାର ଏପଟ ସେପଟ କରିନେବା ଆଳୁ ବାଇଗଣକୁ ଏବଂ କିଛି ସମୟ ଲଗାତାର ଏମିତି ଫ୍ରାଏ କରିବା। ଆଳୁ ବାଇଗଣକୁ ଭାଜିବାରେ କିଛି ସମୟ ହେଇ ଆସିଲାନି, ତ ଆମେ ଯେଉଁ ନିମ୍ବ ପତ୍ର ରଖିଥିଲେ ନା, ତ ନିମ୍ବ ପତ୍ରକୁ ଆମେ ଡାଇରେକ୍ଟ ଏମିତି ଛିଣ୍ଡେଇକି ଦେଇଦେବା। କିଛି କାଟିବାର ନାହିଁ। ତେଲରେ ସିଏ ଆପେ ଆପେ ମଧ୍ୟ ଶୁଖିଯିବ। ତ ସବୁଯାକ ଯେତିକି ମୁଁ ରଖିଥିଲି ନିମ୍ବ ପତ୍ର, ଯେତିକି କ୍ୱାଣ୍ଟିଟିର ସବୁଯାକ ମୁଁ ଏଠି ଏଡ଼୍ କରିନେଲି। ଏବେ ଭଲସେ ତାକୁ ଗୋଳେଇ ନେବା। ନିମ୍ବ ପତ୍ର ରଖିଲା ପରେ ନା 1ରୁ 2 ମିନିଟ୍ ପରେ ଭାଜିଲା ପରେ ତାର ସେଣ୍ଟ କେତେ ସୁନ୍ଦର ଆସିଯାଉଛି। ତ ପୁରା ଏକଦମ ମହକି ଯାଉଛି, ଲାଗୁଛି ଯେମିତି ପିତା ଅଂଶ ନାହିଁ, ଏକଦମ ବି ପିତା ଲାଗିବନି। ଯେମିତି କଅଁଳିଆ କଅଁଳିଆ ପତ୍ର ନେଇଛି ନା, ଏକଦମ ପିତା ଲାଗିବନି। ତ ଏଇ ନିମ୍ବ ପତ୍ର ତ ଆହୁରି ମଧ୍ୟ ତାକୁ ପୋଡ଼ାଯାଏ ମଧ୍ୟ ଏବଂ ତାକୁ ସବୁ ମିକ୍ସ ତରକାରୀରେ ପକାଯାଏ ମଧ୍ୟ। ଏବେ ଆମେ କିଛି ସମୟ ଫ୍ରାଏ କଲା ପରେ ତା ଉପରେ 1 ଚାମଚର ଗୁଣ୍ଡ ଲଙ୍କା ଦେଇଦେବା। ତାକୁ ମଧ୍ୟ ଭଲସେ ଗୋଳେଇ ନେବା ଏବଂ ଏହାକୁ ନା ଅଧିକା ଯଦି ଆପଣମାନଙ୍କୁ ପିତା ପସନ୍ଦ ନୁହେଁ, ତ 1 ଚାମଚର ବେସନ ମଧ୍ୟ ଦେଇପାରିବେ, ଯଦ୍ୱାରା କି ଆଉ ମଧ୍ୟ ଅଧିକ ପିତା ଲାଗିବନି। ତ ମୋତେ ଏହିପରି ଭାବରେ ପସନ୍ଦ, ତ ମୁଁ ସେଥିପାଇଁ ବେସନ ଦେଇନାହିଁ। ଏବେ ଅଧାରୁ ଅଧା ହେଇଗଲାଣି, ହେଇ ଆସିଲାନି। ଏବେ ଆମେ ତାକୁ ଆଉ ଭାଜିବାନି। ବେଶୀ ଭାଜିଲେ ବାଇଗଣ ଆମର ଏକଦମ ଲାଗିଯିବ। ତ କେତେ ସୁନ୍ଦର ଆମର ସେଣ୍ଟ ହେଉଛି। ଏବେ ଗୋଟେ ପ୍ଲେଟ୍କୁ ଆମେ ସର୍ଭ କରିନେବା। ଭଜା ଆମର ରେଡ଼ି ହେଇଯାଇଛି। ତାକୁ କେତେ ସୁନ୍ଦର ଦେଖା ମଧ୍ୟ ଯାଉଛି ଏବଂ ତାର ସେଣ୍ଟ ମଧ୍ୟ ଭଲ ଭାବରେ ଆସୁଛି। ତ ୟାକୁ ଆପଣମାନେ ନିଶ୍ଚୟ ଟ୍ରାଏ କରନ୍ତୁ। ୟାକୁ ଭାତରେ ମଧ୍ୟ ଖାଇପାରିବେ ଏବଂ ପଖାଳରେ ମଧ୍ୟ ଖାଇପାରିବେ। ମୁଁ ଏଠି ପଖାଳ ଖଟା ପଖାଳ ସହିତ ସର୍ଭ କରୁଛି। ତା ସହିତ ଖାଇବାର ଯେଉଁ ମଜା ଏବଂ ତା ସହିତ ଦେଇଛି 2ଟି ପିଆଜ, ବାସ୍ ଆଉ କିଛି ବି ଦରକାର ନାହିଁ। ଏଇ 2ଟି ଯାକ ହେଲେ ବହୁତ ହି ସୁନ୍ଦର ଖାଇବା ହେଇଯିବ। ଏବେ ମୁଁ ଦେଖନ୍ତୁ ଖାଇ ନେଉଛି ମଧ୍ୟ, ତାର ସେଟ୍ ବହୁତ ଭାବରେ। ଆପଣଙ୍କୁ ଏଇ ଭିଡ଼ିଓ କେମିତି ଲାଗିଲା ପ୍ଲିଜ୍ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଗୋଟେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହିଲି, ନେକ୍ସଟ ଭିଡ଼ିଓରେ ଦେଖା ହେବ। ଜୟ ଜଗନ୍ନାଥ।